ଶୁଣିବେ ସେଦିନ ମୁଁ ଯାଇକରି କ'ଣ ଦେଖିଲି ଗୋଟେ ଚିନ୍ତା କରିବାର ବିଷୟ, ଗୋଟେ ଜାଣିବାର ବିଷୟ। ଆପଣ ହସ୍ପିଟାଲ ଯାଇଛନ୍ତି? ଯାଇଥିବେ, ମୁଁ ବି ଯାଇଛି। ରୋଗୀ ହିସାବରେ ଯାଇଛି, ରୋଗୀର ଆଟେଣ୍ଡାଣ୍ଟ ହିସାବରେ ବି ଯାଇଛି, ଆଉ ସରକାରୀ ଅଧିକାରୀ ହିସାବରେ ମଧ୍ୟ ଯାଇଛି। ମୁଁ ଯେତେବେଳେ ନୀଳଗିରିରେ ଥିଲି, ନୀଳଗିରିର ହେଡ଼କ୍ୱାର୍ଟର ଗୋଟେ ହସ୍ପିଟାଲ ଥିଲା, ନୀଳଗିରି ସବ୍ ଡିଭିଜନାଲ ହେଡ଼କ୍ୱାର୍ଟର ହସ୍ପିଟାଲ। ବୋଧହୁଏ CHSC ଷ୍ଟାଟସ୍ ଥିବ। ତାର ଗୋଟେ ଡେଭଲପମେଣ୍ଟ କମିଟି ଥିଲା, ତା କମିଟିର ଚେୟାରମ୍ୟାନ୍ ଥିଲେ ସବ୍ କଲେକ୍ଟର। ତାଙ୍କର କାମ ଥିଲା ସିଏ ବେଳକୁଳ ଯାଇକରି এই ହସ୍ପିଟାଲର ପରିବେଶ ତଦାରଖ କରିବେ, ଯେଉଁ ଖାଦ୍ୟ ଦିଆହେଉଛି ତାର କ୍ୱାଲିଟି ମଧ୍ୟ ଯାଞ୍ଚ କରିବେ। ମୁଁ ମଧ୍ୟ ଭାବିଲି ଥରେ ଯିବି। ମୋର ଯେଉଁ ସରକାରୀ ବଙ୍ଗଳା ଥିଲା ସେଇଠୁ ପାଖ ଥିଲା ହସ୍ପିଟାଲଟା, ତେଣୁ ଆଉ ଭାବିଲି ଡ୍ରାଇଭର ନେବା ଦରକାର ନାହିଁ, ପଳେଇ ଯିବି। ଚାଲି ଚାଲି ପଳେଇଲି। ଯାଇକି ଦେଖିଲି ଯେ ବହୁତ ପେସେଣ୍ଟ ଅଛନ୍ତି, ତାଙ୍କ ସମ୍ପର୍କୀୟମାନେ ଅଛନ୍ତି, ଡାକ୍ତର ଅଛନ୍ତି, ନର୍ସ ଅଛନ୍ତି, କର୍ମଚାରୀମାନେ ଅଛନ୍ତି, ପୁରା ଗହଳି। ମୋତେ ସେଠି କିଏ ଚିହ୍ନୁଛି? କେଉଁ ଡାକ୍ତର ନା ନର୍ସ କେହି ମୋତେ ଚିହ୍ନୁନାହାନ୍ତି। ମୁଁ ବି କେଉଁ ଡାକ୍ତର ବା ନର୍ସ ମୁଁ ଚିହ୍ନିନି। ତେଣୁ ଭାବିଲି କାହାକୁ କାହିଁ ଡିଷ୍ଟର୍ବ କରିବି, ଯିବି ୱାର୍ଡ଼କୁ ଯିବି, ପଚରାପଚରି କରିଦେବି, ଇନ୍ସପେକ୍ସନ୍ ସାରିକରି ଗୋଟେ ରିପୋର୍ଟ ଦେଇଦେବି। ଆଉ ଯାଇକି ପ୍ରଥମ ପେସେଣ୍ଟ ପାଖରେ ପହଞ୍ଚିଲି। ଜଣେ ମହିଳା ପେସେଣ୍ଟ ଥିଲେ। କ'ଣ ପଚାରିବି ତାଙ୍କୁ ଯେ କେଉଁଦିନ ଅଣ୍ଡା ଦିଆହେଉଛି, କେଉଁଦିନ ଚିକେନ୍ ଦିଆହେଉଛି, କେଉଁଦିନ ମାଛ ଦିଆହେଉଛି, କ୍ୱାଲିଟି କ'ଣ, କ୍ୱାଣ୍ଟିଟି କ'ଣ, ଏଇସବୁ ତ ଆଉ କ'ଣ। କିନ୍ତୁ ଦେଖିଲି ଯେ ସେ କାନ୍ଦୁଛନ୍ତି। ଆଉ ତାଙ୍କୁ ଖାଦ୍ୟ କଥା କ'ଣ ପଚାରିବି? ପଚାରିଲି କ'ଣ ପାଇଁ କାନ୍ଦୁଛ, କ'ଣ ଯନ୍ତ୍ରଣା ହେଉଛି, କେଉଁ ରୋଗ ହେଇଛି, ଡାକ୍ତର ଦେଇନାହାନ୍ତି ପେନ୍ କିଲର ଇତ୍ୟାଦି ଇତ୍ୟାଦି। ସେ କିଛି କହିଲେନି। ତାପରେ ପଚାରିଲି କୁଆଡ଼େ ଗଲେ ତମ ସମ୍ପର୍କୀୟମାନେ, ଡାକୁନ, ସେ ଯାଇକରି ଡାକ୍ତରଙ୍କୁ ଡାକିଦେବେ। ତଥାପି ସେ ଉତ୍ତର ଦେଲେନି। କିନ୍ତୁ ମୋତେ ତ କାରଣ ଜାଣିବାକୁ ଅଛି, ତେଣୁ ତାଙ୍କୁ କହିଲି ମୁଁ ହେଉଛି ଅମୁକ, ମୋର ପରିଚୟ ଦେଲି। ଆଉ କହିଲି ମୁଁ ତ ତମରି କାମରେ ଆସିଛି, କୁହ, ହେଲେ ନହେଲେ ମୁଁ ଡାକ୍ତରଙ୍କୁ ଡକାଇଦେବି। ତାପରେ ସେ ବାଧ୍ୟ ହେଲେ ମୋ ସହିତ ଇଣ୍ଟରାକ୍ଟ କରିବା ପାଇଁ, କିନ୍ତୁ ପାଟି ଖୋଲିଲେନି। ତାଙ୍କ ହାତରେ ଗୋଟେ ରସଗୋଲା ଥିଲା, ସେଇଟାକୁ ଦେଖେଇଲେ। ମୋତେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି ଆରେ ଏ ରସଗୋଲା ଦେଖେଇକିରି ତମେ କ'ଣ କାନ୍ଦୁଛ? ମୁଁ ଭାବିଲି ରସଗୋଲାଟା ବୋଧେ ଖଟା ହେଇଯାଇଛି, ଆମ୍ବିଳା ହେଇଯାଇଛି, ହସ୍ପିଟାଲ ଯେଉଁଟା ଦେଇଛି ତାଙ୍କୁ। ତାପରେ ତାଙ୍କୁ ପଚାରିଲି କ'ଣ ହେଇଛି, ରସଗୋଲାଟା ଯେଉଁ ଦେଇଛନ୍ତି ସେଇଟା ଖଟା ହେଇଯାଇଛି, ଆମ୍ବିଳା ଲାଗୁଛି, ସେଇଥିପାଇଁ କାନ୍ଦୁଛ? ଏଥର ସେ ବାଧ୍ୟ ହେଲେ ପାଟି ଖୋଲିବା ପାଇଁ। କହିଲେ ନାଇଁ ସାର୍, କାଲି ମୁଁ ଏ ହସ୍ପିଟାଲକୁ ଆସିଥିଲି ମୋର ଡେଲିଭରି ପାଇଁ, ତେଣୁ ମୋର ଗୋଟିଏ ଝିଅ ହେଇଛି। କିନ୍ତୁ ଆଜି ସକାଳେ ମୋର ସ୍ୱାମୀ ଆଉ ମୋର ଶାଶୁ ଛାଡ଼ି ଦେଇକରି ପଳେଇଛନ୍ତି ଗାଁକୁ। ଆଉ ଆଜି ସକାଳେ ଆଉ ଜଣେ ସ୍ତ୍ରୀ ଲୋକ ଆସିଲେ ଡେଲିଭରି ପାଇଁ, ତାଙ୍କର ଗୋଟେ ପୁଅ ହେଲା। ଆଉ ସିଏ ମିଠା ସମସ୍ତଙ୍କୁ ଦେଇଛନ୍ତି, ଏଇ ରସଗୋଲାଟା ମଧ୍ୟ ସିଏ ମୋତେ ଦେଇଛନ୍ତି। ମୋତେ ଆଉ କିଛି ପଚାରିବା ଦରକାର ପଡ଼ିଲାନି। ତାଙ୍କର ଯନ୍ତ୍ରଣାର କାରଣ କ'ଣ ମୁଁ ଠିକ୍ ବୁଝିପାରିଲି। ଆଉ କୌଣସି ପେସେଣ୍ଟକୁ କିଛି ନ ପଚାରିକରି ମୁଁ ସିଧା ଚାଲିଲି ଡାକ୍ତରଙ୍କ ପାଖକୁ। ବାଟରେ ଗଲାବେଳକୁ ଦେଖିଲି ନର୍ସମାନେ ମଧ୍ୟ ମିଠା ଖାଉଛନ୍ତି ଏବଂ ହସ ଖୁସି ହେଉଛନ୍ତି। ଡାକ୍ତରଙ୍କ ପାଖକୁ ଯାଇକି କହିଲି ଗୁଡ୍ ମର୍ଣ୍ଣିଂ ଡାକ୍ତର, ଆଇ ଏମ୍ ସୋ ଆଣ୍ଡ ସୋ। ସେ ସେଠୁ କହିଲେ ସାର୍ ବସନ୍ତୁ, ନମସ୍କାର ସାର୍, ଆପଣ ଆସିବାର ମୋତେ କେହି କହିନାହାନ୍ତି, ନହେଲେ ମୁଁ ଯାଇଥାନ୍ତି। ମୁଁ କହିଲି ନାଇଁ ନାଇଁ, ସେମିତି କିଛି ନାହିଁ, ମୁଁ ଅଚାନକ ଆସିଗଲି। ତେବେ ଗୋଟେ କଥା ମୁଁ ହସ୍ପିଟାଲରେ ଦେଖିଲି, ମୋତେ କୁହନ୍ତୁ ଯେ ହସ୍ପିଟାଲରେ କାହାର ପୁଅ ହେଲେ ମିଠା ବାଣ୍ଟିବାର ବ୍ୟବସ୍ଥା ଅଛି କି? ସେ କହିଲେ ନାଇଁ ସେମିତି ତ ସାର୍ ନାହିଁ, କିନ୍ତୁ ଏଠି ଯାହାର ପୁଅ ହେଉଛି ସମସ୍ତେ ବାଣ୍ଟୁଛନ୍ତି ମିଠା, ଆଉ ଝିଅ ହେଲେ ମଧ୍ୟ କେହି କେହି ମଧ୍ୟ ବାଣ୍ଟୁଛନ୍ତି। ମୁଁ କହିଲି ଏଇଟା କ'ଣ ଗୋଟେ ହେଲ୍ଦି ପ୍ରାକ୍ଟିସ୍? ସେ କହିଲେ ସେ କଥା ସାର୍ ମୁଁ କହିପାରୁନି, କିନ୍ତୁ ସାର୍ ଚାଲିଛି। ମୁଁ କହିଲି ଏଇଟା ବନ୍ଦ ହେବା ଦରକାର। ଆପଣ ତ ଜାଣିଛନ୍ତି ଆମ ସମାଜର ଲୋକମାନଙ୍କର ମାନସିକତା, ପୁଅ ଆଉ ଝିଅ ଭିତରେ କିଭଳି ଡିସ୍କ୍ରିମିନେସନ୍ କରାଯାଉଛି। ଆଉ ମୁଁ ଏମିତି ଗୋଟେ ଘଟଣା ଆଜି ଦେଖିଲି, ସେଇଥିପାଇଁ ମୁଁ କହୁଛି ବା ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଏଟାକୁ ବନ୍ଦ କରିଦିଅନ୍ତୁ। ଯାହାର ପୁଅ ହେଉ କି ଝିଅ ହେଉ ଯଦି ମିଠା ବାଣ୍ଟିବେ ବା ସେଲିବ୍ରେଟ୍ କରିବେ, ଘରେ କରନ୍ତୁ, ହସ୍ପିଟାଲରେ କରନ୍ତୁ ନାହିଁ। ଏ କଥା ମୁଁ କହିଦେଇକି ଆସିଲି। ତାପରେ ମୋର ବଦଳି ହେଇଯାଇଛି। ଆଉ ମୁଁ ଜାଣିନି ଯେ ମୋ ପରେ ସେଠି ପୁଣି ମିଠା ବଣ୍ଟା ହେଉଛି ନା ନାହିଁ। କିନ୍ତୁ ମୋର କିନ୍ତୁ ଆଜି ମିଠାଟିଏ ଖାଇବା ପାଇଁ ଭାରି ଇଚ୍ଛା ହେଉଛି।
କାହାଠାରୁ? ସେଇ ସ୍ତ୍ରୀ ଲୋକଠାରୁ। ସିଏ କେବେ ଦେଖା ହୁଅନ୍ତା ଏବଂ କୁହନ୍ତା, ସାର୍ ନିଅନ୍ତୁ ମିଠା ଖାଆନ୍ତୁ। ମୁଁ ପଚାରନ୍ତି କାହିଁକି? ସେ କହନ୍ତା, ସାର୍ ସେ ଯେଉଁ ଝିଅଟିକୁ ମୁଁ ଜନ୍ମ କରିଥିଲି ସେ ଡାକ୍ତରାଣୀ ହେଇଯାଇଛି। ଦିସ୍ ଇଜ୍ ମାଇ ୱିଶ୍ ଓନ୍ଲି। କିନ୍ତୁ ମୋର ପ୍ରଶ୍ନ ହେଉଛି ଆପଣମାନଙ୍କୁ ଯେ ମୁଁ ଡାକ୍ତରଙ୍କୁ ମିଠା ବାଣ୍ଟିବା ପାଇଁ ମନା କରିକିରି ଠିକ୍ କରିଥିଲି ନା ଭୁଲ କରିଥିଲି? ଆପଣଙ୍କର ଉତ୍ତର ଅପେକ୍ଷାରେ। ନମସ୍କାର।